हेलो 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 पंडा बाबू आज्ञा जय श्री जगन्नाथ पंडा बाबू जय श्री राम जय श्री राम जय श्री राम कौन କରୁଛନ୍ତି ଏବେ ରାଧେ ଆଜ୍ଞା ରାଧେ ଆଚ୍ଛା ଆଚ୍ଛା ଗୋଟେ ଗଛର ନାଁ କହିଲେ ପଦ୍ମ ଗଛର ନାଁ କହୁଛି ପଦ୍ମ କହୁଛନ୍ତି ଗଛର ନାଁ ଚନ୍ଦନ ଚନ୍ଦନ କୋଳିର ନାଁ କୁହନ୍ତୁ ବରକୋଳି ବରକୋଳି ଗୋଟେ ପକ୍ଷୀର ନାମ ମୟୂର ଗରୁଡ଼ ମୟୂର ମୟୂର ଚନ୍ଦନଟା ହେଉଛି ଜଗନ୍ନାଥଙ୍କର ପ୍ରିୟ ଆଜ୍ଞା ମୟୂର ବି ଜଗନ୍ନାଥଙ୍କର ପ୍ରିୟ ଆଜ୍ଞା ବରକୋଳି ବି ଜଗନ୍ନାଥ ଖାଆନ୍ତି ଆଜ୍ଞା ଆପଣ କ'ଣ ଖାଇବାକୁ ଭଲ ପାଆନ୍ତି ମୁଁ ସବୁ ଖାଇବାକୁ ଭଲ ପାଏ ମୁଁ ଦେଶୀ ଖାଦ୍ୟ ଖାଇବାକୁ ଭଲ ପାଏ ଦେଶୀ ନିରାମିଷ ଅରୁଆ ଡାଲମା ଖାଇବାକୁ ଯେମିତି ଭଲ ପାଏ ମାଛ ଭାତ ଖାଇବାକୁ ବି ଭଲ ପାଏ। ଆପଣ ଜଣେ ଖାଦ୍ୟ ପ୍ରିୟ ମଣିଷ ଆଜ୍ଞା ମୋ ବାପା ମା ନାଇଁ ବାପା ମା ତ ଆପଣଙ୍କର ପ୍ରିୟ ମଣିଷ ଆପଣ ଜଣେ ଖାଦ୍ୟପେୟ ମଣିଷ ମାନେ ଖାଦ୍ୟପେୟ ପ୍ରିୟ ମଣିଷ ହଁ ଖାଦ୍ୟ ପ୍ରିୟ ମଣିଷ। ନିହାତି ଭାବରେ ତେଣୁ ଆପଣ ଦିନକୁ କେତେ ଥର ଖାଆନ୍ତି ଆଉ ଦୁଇ ଥର ଦୁଇଥର ଖାଆନ୍ତି କେତେବେଳେ ଖାଆନ୍ତି ସକାଳେ ଖାଏ 8 ସୁଦ୍ଧା ତାପରେ 3ଟା 4ଟା ସୁଦ୍ଧା ଭେଜିଟେବୁଲ ଖାଇବାକୁ ଭଲ ପାଆନ୍ତି ନା ନନ୍ ଭେଜ ଖାଇବା ଭଲ ପାଏ ନନ୍ ଭେଜ ଖାଇବା ପାଇଁ ଭଲ ପାଏ ଆଚ୍ଛା ଦୁଇଟା ଜିନିଷ ଖାଇବାକୁ ଭଲ ପାଆନ୍ତି ଆପଣ ହଁ ଏଇ ପାଣି ଶୁଖିଗଲାରେ ହ୍ୟାଲୋ ଆଜ୍ଞା ଆଉ କଣ କୁହନ୍ତୁ ବର୍ତ୍ତମାନ ଯୋଉ ଯାତ୍ରାରେ ସମସ୍ୟା ଚାଲିଛି ଆଜ୍ଞା ଏଇଟା କ'ଣ ବର୍ତ୍ତମାନ ଚାଲିଛି ନା ଆଗରୁ ଚାଲିଥିଲା ବର୍ତ୍ତମାନ ଚାଲିଛି ଆଗରୁ ଚାଲୁନଥିଲା ଆଗରୁ ଚାଲୁଥିଲା ମିଡିଆ ନଥିଲା ବର୍ତ୍ତମାନ ମିଡିଆ ହାଇଲାଇଟ୍ କରୁଛି ମିଡିଆ ହାଇଲାଇଟ୍ କରୁছে ଆଗରୁ ମିଡିଆ ନଥିଲା କେହି ଜାଣିପାରୁନଥିଲେ କଣ ହଉଥିଲା ଆଚ୍ଛା 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 କିନ୍ତୁ ଏହା ଘଟୁଥିଲା ଘଟୁଛି ହଁ ଘଟୁଥିଲା ଆଚ୍ଛା 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 ଆପଣ ଏଇ ଘଟଣାଟା ଘଟୁଥିଲା ଘଟୁଛି ଏଇ ଯୋଉ ଡ୍ୟାନ୍ସର ମାନଙ୍କ ଘଟଣା ଆଗରୁ ନଥିଲା ଏବେ ଘଟୁଛି ଡ୍ୟାନ୍ସର ଡ୍ୟାନ୍ସର କ'ଣ ନଥିଲା ଆଜ୍ଞା ଆଗରୁ ଡ୍ୟାନ୍ସର ଝାମେଲାଟା ନଥିଲା ଏଇ ଯୋଉ ନଙ୍ଗୁଳି ନୃତ୍ୟ ଆଚ୍ଛା ଆଚ୍ଛା ସେଇଟା ଆଗରୁ ନଥିଲା ସେଇଟା ଏବେ ଘଟୁଛି କିନ୍ତୁ ଏଇ ଯୋଉ ଆର୍ଟିଷ୍ଟ ଚଢାଉଟା ଆଜ୍ଞା ଏଇଟା ଆରମ୍ଭରୁ ଅଛି ଯାତ୍ରା ସୃଷ୍ଟି ଆରମ୍ଭରୁ ଯିଏ ଭଲ ଅଭିନୟ କଲା ମାଲିକ ମାନେ ସମସ୍ତେ ଚାହାନ୍ତି ମୋ ପାଟି କେମିତି ଜାଣିବି ସେ ଯାଉଥିବ ମୋ ପାଟି କେମିତି ଜାଣିବି ଏମିତି ସବୁ ଚାହାନ୍ତି ଅଧିକା ପଇସା ପକେଟରେ ଦେଇ ବୁଝି ଦରମା ବଢେଇ ନେବା ପାଇଁ ଚେଷ୍ଟା କରନ୍ତି ଆଚ୍ଛା 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 ପଣ୍ଡା ବାବୁ ଆପଣ ଗୋଟେ ଆଡଭର୍ଟାଇଜ କରୁନାହାନ୍ତି କୋଉଟା ଏଇ ଆମର ଗୋଟେ ପନିପରିବା ଉପରେ ପନିପରିବା ଆଜ୍ଞା ହଁ କରିବେ ବାଡି ଘରରେ ଚାଷ କରନ୍ତୁ ଚାଷ କରି ଖାଆନ୍ତୁ ବାଡିଘରରେ ପରିବା ଲଗାନ୍ତୁ ବିନା ସାରରେ ପରିବା ଲଗାନ୍ତୁ ଖତ ଫତ ଦେଇକି ଲଗାନ୍ତୁ ଆଉ ଭଲ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ ଏମିତି କରିବା ନା କଣ କରିବା କ'ଣ କରିବା ଗୋଟେ ଆପଣ ଚିନ୍ତା କରନ୍ତୁ ଆଉ ସବୁ କାହିଁ ପଚାରିଲେ ଫୁଲ ଫଳ କାହିଁ କଣ କିଛି କହୁନାହାନ୍ତି ରେଜାଲ୍ଟ ନାଇଁ ମୁଁ ଜଣେ ମାନେ ମନତତ୍ତ୍ୱବିତ୍ ବୁଝିଲେ କି ଆଜ୍ଞା
ମୁଁ ଆପଣଙ୍କ ବିଷୟରେ ଜାଣିବାକୁ ଚାହୁଁଥିଲି। କଣ ଜାଣିଲେ? ନାଇଁ ନାଇଁ, ଆପଣ ଜଣେ ଭଲ ମଣିଷ। ଆଉ ମଣିଷଟେ ଭଲ ନହେଲେ କଳାକାର କେବେ ହେଇପାରିବ ନା? କଳାକାର ସେଟା ଆଗର ତାର ମଣିଷଟିଏ ଭଲ ମଣିଷଟିଏ ହବା ଦରକାର। ଭଲ ମଣିଷ, ନହେଲେ କଳାକାର କିଏ ହେଇପାରିବ? ଭଲ ମଣିଷ କାହାକୁ କହିବା ଆଜ୍ଞା? ଆଜ୍ଞା, ଭଲ ମଣିଷ କାହାକୁ କହିବା? ଭଲ ମଣିଷ କାହାକୁ କହିବା? ଆଜ୍ଞା ଆଜିର ଦୁନିଆରେ ଭଲ ମଣିଷ କାହାକୁ କହିବା? ଆଜ୍ଞା, ଭଲ କଥା ହଉଛି ଭଲ ଚନ୍ଦ୍ର ବାଣୀ କହିପାରୁଥିବ ଆଉ ଯିଏ ଭଲ କଥା କହିବ ସିଏ ଭଲ ମଣିଷ ଆଜ୍ଞା। ଆଉ କଣ କରିବା? ଆଉ ଯିଏ ଭଲ କାମ କରିବ? ଯିଏ ଭଲ କଥା କହିବ ସେ ଭଲ କାମ କରି ଭଲ କଥା କହିବ ନା, ଭଲ କାମ ନ କରି ସେ ଭଲ କଥା କହିବ? ଭଲ କାମ କରେ, ଭଲ କାମ କରିକି ଭଲ କଥାଟା କହିବ। ଆଉ କାମ ଯଦି କରିନଥିବ ତାହେଲେ ବାସ୍ ମାଇନେ କିଏ କରିବ? ଲୋକ କଣ ନାହାନ୍ତି ଆଜିର ଦୁନିଆରେ କାମ ନ କରି ବି ଭଲ କଥା କହୁଛନ୍ତି? ଆଉ ବାହାପିଆ କୁହାଯିବ, ପଟକାଲିଆ କହିବ। ବାହା ପିଆ କୁହାଯିବ? ଆଜ୍ଞା, ତାଙ୍କୁ ସବୁ ବାହା ପିଆ କୁହାଯିବ ନାଇଁ କି? ହଁ, ଆଚ୍ଛା ଉଦ୍ଭଟ ଉଦ୍ଭଟ ଆଜ୍ଞା। ଉଦ୍ଭଟ ଉଦ୍ଭଟ। ହ୍ୟାଲୋ ହଁ ପଣ୍ଡା ବାବୁ, ମୋର ଜଣେ ଶିଷ୍ୟ ଆସିଥିଲେ ତ ହଠାତ୍ ଆଜ୍ଞା, ମୋର ଜଣେ ଶିଷ୍ୟ ଆସିଥିଲେ ତ ଆଚ୍ଛା, ସେଥିପାଇଁ ଟିକେ ଫୋନ କଟି ଯାଇଥିଲା। ମୁଁ ଯୋଉ ଆପଣଙ୍କୁ ସବୁ ପଚାରୁଥିଲି ଯୋଉ ଫୁଲ ଫଳ କୋଳି ସବୁ ବିଷୟରେ, ଆଜ୍ଞା, ମୁଁ ଗୋଟେ କଥା କହିବି, ଆପଣ ଟିକେ ଭୟ କରିବେନି। କୁହନ୍ତୁ। ଆପଣ ଏଇ କିଛି ଦିନ ହେଲା ଆଜ୍ଞା, ଆପଣ ଟିକେ ଅଲଗା ଫିଲ୍ କିଛି ହଉଛି ବୋଧେ? ଆମର ଠିକ ଆଉ ଟିକେ ମାନେ କଣ ଗୋଟେ ଅଲଗା ଗୋଟେ ଫିଲ୍ କିଛି କରୁଛନ୍ତି ମନ ଭିତରେ, ଯେମିତି ଗୋଟେ କିଛି ଘଟିଯିବ, କିଛି ଗୋଟେ ଘଟୁଛି, ଏମିତି କିଛି ଗୋଟେ ଫିଲ୍ କରିଛନ୍ତି? ନା ନା, ଆଜ୍ଞା ଠିକ ନାହିଁ ମୋ ମନ ଭିତରେ। ଶୁଣନ୍ତୁ, ମୁଁ ଗୋଟେ ସ୍ୱପ୍ନ ଦେଖିଲି କାଲି ଆଜ୍ଞା, ଯେ ଆପଣ ମଞ୍ଚ ଉପରେ ଅଭିନୟ କରୁଥିବା ବେଳେ ଆଜ୍ଞା, ଆପଣଙ୍କ ଦେହରେ ଗୋଟେ ଦୈବ ଶକ୍ତି ପ୍ରବେଶ କରୁଛି। ଆଜ୍ଞା, ଆଉ ଆପଣ ସେ ସମୟରେ ପୁରା ମାନେ ପାଗଳ ରକମ ହୋଇଯାଉଛନ୍ତି, ମାନେ ଯେମିତି ଗଦା ଫଦା ଉଠେଇ ଭାଙ୍ଗିଦେବେ, ସବୁ ତ୍ରିଶୂଳ ଫିଶୂଳ ଫୁଟେଇ ଦେବେ କାଠି। ହଁ, ଏମିତି ହଁ, ହଉଛି କି? ଯେତେବେଳେ ଚରିତ୍ର ମାନେ ମୋ ଦେହରେ ପ୍ରବେଶ କରନ୍ତି, ଧରନ୍ତୁ ମୁଁ ଆଜି ଗୋଟେ ଏମଏଲଏ ଚରିତ୍ର ରହୁଛି, ଆଜ୍ଞା ଏମଏଲଏ ଚରିତ୍ର ଯେତେବେଳେ ମୋ ଦେହରେ ପ୍ରବେଶ କରେ, ମୁଁ ମେକଅପ୍ ହେଇ ସାରିଲା ପରେ, ଠାକୁର ଆଣିକି ମୁଣ୍ଡା ମାରି ସାରିଲା ପରେ, ଆଚ୍ଛା, ଆଉ ସେଠୁ ଆମେ ଭାବ ବିହଳ ହେଇଯାଉ ଚରିତ୍ର ଭିତରେ ଆଉ। ଓହୋ, ନାଇଁ ନାଇଁ, ସମସ୍ତେ ସବୁ କଳାକାର ମାନେ ତ ଚରିତ୍ର ଭିତରେ ଭାବ ବିହ୍ୱଳ ହୁଅନ୍ତି, କିନ୍ତୁ ସ୍ପେସିଫିକ ଆପଣଙ୍କ ପାଖରେ ସେ ଗୋଟେ ଦୈବ ଶକ୍ତି 2 ଦିନ ହେଲା ପ୍ରବେଶ କରିଛି। କିଛି ଅଲଗା ଘଟିଛି ନା? ମୁଁ ଆଉ ଜାଣିନି, ଆଜ୍ଞା, କରିଥିବ ଆଉ। ତେଣୁକରି ଆପଣ ଟିକେ ହୁସିଆର ଥିବେ, ବୁଝିଲେ କି? ଆଜ୍ଞା, କେତେବେଳେ କଣ ହବ, ଯଦି ପଟାପଟା ଭାଙ୍ଗିଗଲା, ପୁଣି ଗୋଡ ହାତ ଭାଙ୍ଗି ଯାଇପାରେ ନା, ଦୁର୍ଘଟଣା କିଛି ଗୁଡା ହାତ ଭାଙ୍ଗି ଯାଇଛି ଆଜ୍ଞା, ଭାଙ୍ଗି ଯାଇପାରେ କଣ? ଗୁଡା ହାତ ଭାଙ୍ଗି ଯାଇଛି, ଏଗୁଡା ଖାଲି ଯୋଡା ହେଇକି ରହିଛି। ଆଚ୍ଛା ହଁ, ଆଚ୍ଛା, ଗୋଟେ କାମ କରନ୍ତୁ, ସବୁ ଭାଙ୍ଗି ଯାଇଛି, ଏଇଟା ଖାଲି ଯୋଡା ହେଇକି ରହିଛି ଆଜ୍ଞା ମୋର। ଆପଣ ଗୋଟେ ଯଜ୍ଞ କରନ୍ତୁ, ବହୁତ ଭଲ ହବ। ଯଜ୍ଞ ହଉଛି ନା ପ୍ରତିବର୍ଷ ଯଜ୍ଞ ହଉଛି? ନାଇଁ ନାଇଁ, ଆଉ ଗୋଟେ ଯଜ୍ଞ କରନ୍ତୁ। ଏ ଯଜ୍ଞରେ ଆପଣ ଘିଅ ଆହୁତି ଦେବେନି। ଆଉ ହ୍ୟାଲୋ ଆଜ୍ଞା, 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 ମୁଁ କହିଲି ଏଇଟା ଘିଅ ଆହୁତି ଦେବେନି ଆପଣ, ଆଉ ଏଇଟା କ୍ଷୀରରେ ଆହୁତି ଦିଆଯିବ। ଆଚ୍ଛା, ଆପଣ ଗୋଟେ କରନ୍ତୁ, ପଣ୍ଡା ଲୋକ ଆପଣ ନା, ବ୍ରାହ୍ମଣ ଲୋକ, ଆପଣ କରନ୍ତୁ, ଆପଣ ଆହୁରି ଜୀବନ ଉଜ୍ଜଳମୟ ହବ। ଦିନରେ ଆଉ ଦିନ ତ ନିଆଁ ଲିଭିଯିବ। ଜମା ସେଇ ତ କଥା, ନିଆଁ ଲିଭିବନି। ହଁ, ଆଉ ସେଠି କାହାକୁ ଦିଆଯିବ, କାହାକୁ ଦିଆଯିବ, ସବୁ ଦେବା ଚାଲିଛି। ହଁ, ଆହୁତି ତ ଦିଆଯିବ, ଆଉ ତାକୁ କିଏ ନେବେ ଆମେ କେମିତି କହିବା? ହଉ ହଉ, କରିବା ଆଉ। ଆଉ ସେଥିରେ ଆମେ ସବୁ ଆପଣ କରିବେ? ମୁଁ କରିବି। ହଁ, ଆଉ କରିବ କିଏ? ଆଜ୍ଞା, ମୁଁ ତ କରିବି ଆଉ। ଓହୋ, ହଉ ହଉ, ବଢିଆ କଥା। ଆଉ ଆମେ ଭୋଗ କେବଳ ଫୁଲକୋବି କରି ଆଜ୍ଞା,
ହ୍ୟାଲୋ ହ୍ୟାଲୋ ଆଜ୍ଞା ହଁ ଭୋଗ କଣ ହବ? ହ୍ୟାଲୋ 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 ଶୁଭୁନି କଟି ହଉଛି। ଟିକେ କାଶ ହେଇଗଲା ଭୋଗ କଣ ହବ? ଭୋଗ କଣ ହବ? ଭୋଗ ଆପଣ ଯାହା କରିପାରିବେ ବୁଝିଲେ କି? ହଉ ଆଉ ଆପଣ ସେ ରଜ କରିବା ଆଉ କୋଉ ଯଜ୍ଞ ବେଳକୁ କରିବା? ରଜ ରଜରେ କରିବା ଯାଏ ଛୁଟିରେ? ନା ରଜ ପରେ ଜୁନ ରଜ ପରେ ରଜ ରଥ ଆଜ୍ଞା ତାପରେ କରିବା। କରିବେ। ଆଚ୍ଛା 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 ହଉ ଆଉ ଗୋଟେ ଭୋଜି କରି ସବୁ କଳାକାରଙ୍କୁ ଦିଅନ୍ତୁ ଖାଇବା ପାଇଁ ହଁ ସେ ତ ଚାଲିଛି ଆଉ ବୁଝିଲେ କି? ହଁ ଆଉ ଯଜ୍ଞରେ ଆମେ ଭୋଗ ମାନେ ଆମେ ଯୋଉ ମଣିଷ ମାନଙ୍କୁ ଖାଇବାକୁ ଦେବା କେବଳ ଆମେ ବନ୍ଧାକୋବି ଦବା। ବନ୍ଧାକୋବି ଆଜ୍ଞା ଦବା ଆଉ ବନ୍ଧାକୋବି ଘାଣ୍ଟ କରିଦବା ଆଉ ବନ୍ଧାକୋବି ଘାଣ୍ଟ କରିବା। ନିରାମିଷ ନା ଆମିଷ? ଯଜ୍ଞରେ କଣ ଆଜ୍ଞା ଆମିଷ ହୁଏ? ଚିଙ୍ଗୁଡି ଘାଣ୍ଟ କରିଦବା ବନ୍ଧାକୋବି ପକେଇ କରିଦବା ଆଉ ଚିଙ୍ଗୁଡି ଘାଣ୍ଟ ଚିଙ୍ଗୁଡି ଘାଣ୍ଟ ଯଜ୍ଞରେ ହବ ଆଜ୍ଞା ଯାହା କଷ୍ଟ ହବ କଣ ପଣ୍ଡା ଆପଣ କହୁଛନ୍ତି ଯଜ୍ଞରେ ଦବା ଆମେ? କହିଲେ ମୋବାଇଲ ଆଇସ ନା ନିରାମିଷ କହିଲେ ଯାହା ହେଲେ କରିବ ତ ସେଇଥିପାଇଁ କହିଲି। ନା ଆମିଷ ନିରାମିଷ କେମିତି ଆମେ କରିବା? ଆମିଷ କଣ ନିରାମିଷ କଣ ଖାଦ୍ୟ ତ ନାଇଁ କି? ଆଚ୍ଛା 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 ମନର ଶାନ୍ତି ପାଇଁ ଖାଦ୍ୟ ଗୋଟେ ସାତ୍ବିକ ଗୋଟେ ଆଉ ତାମସିକ ରାଜସିକ ସବୁ ରହିଛି ନା ଆଉ 4ଟା ବଡ ବଡ କଉଡି ଆଣିବେ ବୁଝିଲେ? ସାତ୍ବିକ ଆହାର କରିବା ଆଉ କଉଡି ଅଛି କଉଡି ଆମେ ଅଛୁ କେନ୍ଦ୍ରାପଡା ପାଖରେ କଉଡି ଅଛି କଉଡି ଆଜ୍ଞା କଉଡି ନାହିଁ କଉଡି କଉଡି ଅଛି 4ଟା ବଡ ବଡ କଉଡି ଆଣିବେ। ଆଉ ସେଦିନ ଆପଣଙ୍କୁ ରାତିରେ ଯାତ୍ରା ଚାଲିଥିବା ସମୟରେ ସେ ଯଜ୍ଞ କରିବାକୁ ପଡିବ ନହେଲେ ହେଇପାରିବନି। ଯାତ୍ରା ଚାଲିଥିବା ସମୟରେ କେମିତି ହବ? ମୁଁ ଯାତ୍ରା କରିବି ନା ଯଜ୍ଞ କରିବି? ନା ସେମିତି କହିଲେ ହବ କି ଆଜ୍ଞା? ଯାତ୍ରା ଚାଲିଲେ ଛୁଟି ମିଳିବନି। ଆପଣ ନେବେ ନା ଆଉ ଛୁଟି ନେବେ କହିକିରି ନା ଆଉ ବୁଝିଲେ କି? ହଉ ପ୍ରଭୁ ଆମେ ରହିଲୁ ଗାଧୁଆ ପାଧୁଆ ହେଇନି ଗାଧୁଆ ହବ ଆଉ କଥା ହବା ଫ୍ରି ଟାଇମରେ ଆସିବା କେମିତି ହବ ହେଲା? ନାଇଁ ଶୁଣନ୍ତୁ ନ ଗାଧେଇଲେ କଣ ହବନି? ଆଜ୍ଞା ଗାଧେଇଲେ ଆପଣ ପବନରେ ଗାଧେଇ ପଡନ୍ତୁ। ହଁ ମନ୍ତ୍ର ଅଛି ନା ପବନରେ ବି ଗାଧେଇ ହବ। ହଁ ଆଉ କାଇଁ ଆପଣ ସବୁଦିନ ଥଣ୍ଡା ପାଣିରେ ଗାଧଉଛନ୍ତି? ଗରମ ପାଣିରେ ଗାଧଉଛନ୍ତି ନା ଥଣ୍ଡା ପାଣିରେ? ଗରମ ପାଣି ଥଣ୍ଡା ପାଣିରେ ଗାଧଉନାହାନ୍ତି? ଗରମ ପାଣି ଥଣ୍ଡା କରି ଗାଧଉଛି। ଓହୋ ଡାଇରେକ୍ଟ ଥଣ୍ଡା ପାଣିରେ ଗାଧଉନାହାନ୍ତି? ନାଇଁ ଠିକ ଅଛି ପାଣି ତ ଆମେ ଟିକେ ସନଫୁଲିଆ ଟିକେ ଆମର ଟିକେ ଅଛି। ଆଣ୍ଠୁ ଗଣ୍ଠି ଦରଜ ଅଛି ଥଣ୍ଡା ପାଣି ଗାଧେଇଲେ ଥଣ୍ଡା ବାହାରିବ ଆଣ୍ଠୁ ଗଣ୍ଠି ଦରଜ ବାହାରିବ। ଆପଣ କେବେ ଆଶ୍ରମ ଆଡେ ଆସନ୍ତୁ। କୋଉଠି ଆଜ୍ଞା ଆଶ୍ରମଟା? ଆମର ସେ ବାଲୁଙ୍କେଶ୍ୱର ଆଶ୍ରମ। ବାଲୁଙ୍କେଶ୍ୱର ଏଇ ପୁରୀ ଗଲାବେଳକୁ ଏଠି ନା? ହଁ ଠିକ ବାଲୁଙ୍କେଶ୍ୱର ଆଜ୍ଞା ଆଶ୍ରମଟା କୋଉଠି? ଆଜ୍ଞା ଆଶ୍ରମ କୋଉଠି? ଆଶ୍ରମଟା ଘରଭଙ୍ଗା ଗ୍ରାମରେ। ଘରଭଙ୍ଗା ଆଜ୍ଞା କୋଉଠି ଯିବାକୁ ପଡିବ? ଘରଭଙ୍ଗାଟା ଆପଣ ଯୋଉଠି ଦେଖିବେ ଭୂମିହୀନ ବଜାର ପଡିବ। ଆଜ୍ଞା ଭୂମିହୀନ ବଜାର ସେ ଭୂମିହୀନ ବଜାରରୁ ବାମ ହାତୀ ଭାଙ୍ଗିଗଲେ ଘରଭଙ୍ଗା ଆଶ୍ରମ। ଭୂମିହୀନ ବଜାରଟା କୋଉଠି ମୁଁ ଜାଣିନି କୋଉ ଜାଗାରୁ ଏଟା ଯିବାକୁ ପଡିବ? ସେଇଟା ଆପଣ ନିଷିଦ୍ଧାଞ୍ଚଳରୁ ଯିବେ। କୋଉଠି? ନିଷିଦ୍ଧାଞ୍ଚଳ ନିଷିଦ୍ଧାଞ୍ଚଳ ଆଜ୍ଞା ଆଜ୍ଞା କୋଉଠି ଏଟା?
ସିଦ୍ଧାନ୍ତଟା ବା ଆପଣ ଆମର ଅମାପ ଅମାପ ଆଜ୍ଞା ତାପରେ ଅସୀମ ଅସୀମ ତ ଅନନ୍ତ ଆଉ ବାସ୍ 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 ଆଜ୍ଞା ହଉ 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 ଆସିବେ ନା ଜୟ ଜଗନ୍ନାଥ ଆସି- ଆଜ୍ଞା ନିଶ୍ଚୟ ନିଶ୍ଚୟ ଯିବି। ପାଇବେ ନା ହଁ କୋଉଠି କହିଲେ ଘର ଭଗା ଘର ଭଙ୍ଗକୁ ଆସିବେ ତ ହଁ ଏଇ ତ ମିଛ କଥା ଆପଣ ଏଇଠି କହୁଥିଲେ ମିଛ କଥା କାହିଁକି କହିବି ଆଜ୍ଞା ସେ ପାଖାପାଖି ପଳେଇଲେ ଯିବ ଆମର ପୁରୀ ଅଛି କ୍ୟାମ୍ପ ଅଛି ଗଲେ କଣ୍ଟାକ୍ଟ ରଖିବେ ଆଉ ନାଇଁ 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 ମୋ କଥା ଆପଣ ପାଇବେ ତ ଘର ଭଙ୍ଗା ଅମାପ ଅସୀମ ସବୁ ପଚାରିକି ବୁଝିଦେବିନି କି ସବୁ ତ ଅନନ୍ତ ଭିତରେ ଯିବ ଆଉ ଆଚ୍ଛା 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 ଆଉ ନ ଆସିଲେ ଘର ଭାଙ୍ଗିଯିବ ଯେ ପୁଣି ପୁଣି ଭାଙ୍ଗିଲେ ପୁଣି ଗଢିବ ନ ଭାଙ୍ଗିଲେ ଗଢିବ କେମିତି ଆଚ୍ଛା 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 ଘର ଦିନେ ପୁରୁଣା ହେବ ମନ ପୁରୁଣା ହବ ମାଡ଼ି ବସିବ ଲହରୀ ତୟ ନଥିବ ମନ ତୟ ନଥିବ ଏଇଠି ଦୁନିଆ ଚାଲିଛି ଆଜ୍ଞା ଭାଙ୍ଗୁଛି ଗଢୁଛି ଗଢୁଛି ଭାଙ୍ଗୁଛି ଆଜ୍ଞା ଭାଙ୍ଗେ ସିଏ ଗଢେ ସିଏ ଗଢେ ସିଏ ଭାଙ୍ଗେ ସିଏ ଏଇ ତ ଦୁନିଆ ଆଉ ପ୍ରଭୁ ରହିଲେ ଆଜ୍ଞା ଗାଧେଇକି ଟାଇମ୍ ନାଇଁ ନାଇଁ ଆଜ୍ଞା ଆଜ୍ଞା ଟିକେ ଟିକେ ଶୁଣନ୍ତୁ ଆଜ୍ଞା କଣ ଆଜ୍ଞା ଆଜ୍ଞା ଆପଣ କଣ ରାଗି ଯାଉଛନ୍ତି କି ରାତିକି ଆପଣଙ୍କ ଉପରେ ଯୋଉ ବାବା ଏ କେତେ ବଢିଆ ବଢିଆ କଥା କହୁଛନ୍ତି କଥା କୁହନ୍ତୁ ଜଲ୍ଦି ଜଲ୍ଦି କହିବାକୁ ଆଚ୍ଛା 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 ଆପଣ ଜଣେ ଯାତ୍ରାର ପିତାମହ ଭୀଷ୍ମ ଆପଣ ତେଣୁ ଏ କଥା ଅସୁବିଧା କଣ ହେଲା ଆଜ୍ଞା ଅସୁବିଧା କଣ ନାଇଁ ନାଇଁ ଅସୁବିଧା ନୁହେଁ ଏଇଟା ଗୋଟେ ଭଲ ପୁଣ୍ୟର କଥା ଏଇଟା ଆପଣଙ୍କ ମୋର ଏଇଟା ସଭା ପାଇଯିବ କାହିଁକି ନାଇଁ ଆପଣ କିନ୍ତୁ ମହାନ ଲୋକ ମହାନ ଲୋକ ନାଇଁ ନାଇଁ ଆପଣ ଆପଣ ମହାନ ବୋଲି ସେ କାହ୍ନା ମତେ କହୁଥିଲା କିଏ କାହ୍ନା କହୁଥିଲା ମତେ ଯୋଉ ଯାତ୍ରାରେ କରେନି ଭିଲିଆନ ସିଏ କହୁଥିଲା ମତେ ବୁଝିଲେ କି ଆଉ ତେଣୁକରି କାହ୍ନା ଆପଣଙ୍କ ସହିତ ବୋଧେ ଚଳିଛି କୋଉଠି କଣ ଜାଣିଥିବ କୋଉଠି ଚଳିଥିଲେ ବୋଧେ? କଳାକାର କଣ ଫିଲ୍ମ କଳାକାର କଣ ସମସ୍ତ ସହିତ ମୁଁ ଚଳିଛି ସମସ୍ତଙ୍କୁ ଭଲ ପାଏ ମଣିଷକୁ ଭଲ ପାଏ ସେ କହୁଥିଲା ତ ସେ ଆସିଥିଲା ମୋ ପାଖକୁ ଗୋଟେ କାମରେ ଦେଖା ହେଇଥିଲା ଗୋଟେ କାମରେ ଆସିଥିଲା ଆଉ ସେ ସବୁ ବାବଦରେ କଥା ହେଇଗଲା କଣ କେମିତି ଆପଣଙ୍କୁ ସେ ପିଲା ଲାଗେ ଭଲ ପିଲାଟିଏ କିଏ ସେ କାହ୍ନା ନା ପରା କାନ୍ନା ଭଲ ଖରାପ ନା କାନ୍ନା ପରା କାନ୍ନା କାନ୍ନା ଟିକି ଆଚ୍ଛା ଟିକି ମ୍ୟାଡାମ ନା ପରା କାନ୍ନା ଆଉ ଭଲ କଣ ପଚାରୁଛନ୍ତି ମତେ ଆଚ୍ଛା 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 ସେ ଟିକି ଭଲ ପିଲାଟି କାନ୍ନା ଯେ ତୁ ସେ ଆପଣଙ୍କୁ କଣ ଲାଗେ ଆଜ୍ଞା ମତେ କଣ ପଚାରୁଛନ୍ତି କଣ କହିଲେ ଭଲ ପିଲା ବୋଲି ଆପଣ ଜାଣିନାହାନ୍ତି ନାଇଁ ମୁଁ ଜାଣିନି ଭଲ ପିଲା ଲାଗେ ମୁଁ ଜାଣିନି ସେ ମୋ ଆଶ୍ରମକୁ ଆସିଥିଲା ପ୍ରଥମ ଥର ନା ମୁଁ ଜାଣିନି ତା ବାବଦରେ ସମସ୍ତେ ଭଲ ସମସ୍ତେ ଭଲ ସମସ୍ତେ ଖରାପ ଭଲ ଖରାପ ସମସ୍ତଙ୍କ ପାଖରେ ଅଛି କିଏ ଜଣ କହିବ ମୁଁ ପୁରା ଭଲ ଭଲ ମନ୍ଦ ଯୋଉଠି ଭଲ ଅଛି ସେଠି ଖରାପ ଅଛି ଯୋଉଠି ଖରାପ ଅଛି ସେଠି ଭଲ ଅଛି ଯୋଉଠି ଦୁଃଖ ଅଛି ସେଠି ଦୁଃଖ ଅଛି ଯୋଉଠି ସୁଖ ଅଛି ସେଠି ସୁଖ ଅଛି ଆପଣଙ୍କୁ କହିବାକୁ ପଡିବ ଆଉ ଆପଣ ପଚାରୁଛନ୍ତି ଛୋଟ ପିଲାର କଣ ଘୃଣା ଖରାପ ଆଚ୍ଛା 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 ପ୍ରଣାମ ପ୍ରଣାମ ବାବା ବାବା ପ୍ରଣାମ ବାବା ଆପଣ ପ୍ରଣାମ କରନ୍ତୁନି ଆପଣ ପ୍ରଣାମ କଲେ ପୁରା ଭୁଲ ହବ କାହିଁକି ମୁଁ ଆପଣଙ୍କୁ ପ୍ରଣାମ କରିବା କଥା ନା ଆପଣ ମତେ ପ୍ରଣାମ କରିବା କଥା ସମସ୍ତେ ସମସ୍ତଙ୍କୁ ପ୍ରଣାମ କରିପାରିବେ ପ୍ରଣାମ ମୁଁ ଆପଣଙ୍କୁ କରୁନି ଆଚ୍ଛା ଆପଣଙ୍କୁ ପ୍ରଣାମ କରୁନି ଆଜ୍ଞା ନା ଆପଣଙ୍କ ପୁଅ ଯଦି ଆପଣଙ୍କୁ ଫୋନ କରିବ ବାବା ହଁ ବାବା ମୁଁ ରଖୁଛି ଫୋନ କଥା ହେଇ ସାରିଲା ପରେ ସିଏ ପ୍ରଣାମ କହିଲେ ଆପଣ ପ୍ରଣାମ କହିବେ ନା ସିଏ ତ ପ୍ରଣାମ କରିନି ଆପଣଙ୍କ ଆଗ କହିବେ କି ପ୍ରଣାମ ବୋଲି
ବାପ ପୁଅର କଥା ହୁଁ ବାପ ପୁଅ କଥାଟା କଣ ସବୁ ଠିକ ଅଛି ଆଚ୍ଛା ଆଚ୍ଛା ସୌର ସେଟା ତ ସନ୍ତାନ ସୌର ଜନ୍ମ ହେଇଛି ସେ ପୁତ୍ର ଆଚ୍ଛା ହଉ ଆପଣଙ୍କୁ ଜଣେ ବନ୍ଧୁ ଧର କହିଲା ଫୋନ କରିଛି ସେ ବନ୍ଧୁଟି କହିବ ହଉ ବନ୍ଧୁ ମୁଁ ରଖୁଛି ଆପଣ କଣ କହିବେ ପ୍ରଣାମ ଆଗର କହିବ ରଖୁଛନ୍ତି ଯେ କହିବ ସେ ଆଗର କହିବ ନା ହଁ ମୁଁ ତ କହିନି ଆପଣ କହିନାହାନ୍ତି ଆପଣ ନ କହିଲେ ବି ଆପଣଙ୍କର କଣ୍ଠସ୍ୱର ଆପଣଙ୍କର ଭାଷା ଆପଣଙ୍କର ତତ୍ତ୍ୱ ଜ୍ଞାନ ଯେତିକି ମତେ କହିଲେ ସେଇ ଦୃଷ୍ଟିରୁ ମୁଁ ଆପଣଙ୍କୁ ପ୍ରଣାମ କଲି ଆଶ୍ରମ କହିଲେ ଆପଣ ନିଶ୍ଚୟ ଆଶ୍ରମ ନିବାସୀ ଲୋକ ତେଣୁ ମହାରାଜ ଆପଣ ସେଇଥିପାଇଁ ମୁଁ ଆପଣଙ୍କୁ ପ୍ରଣାମ କଲି ଆଜ୍ଞା ଜୟ ଜଗନ୍ନାଥ ହ୍ୟାଲୋ ହ୍ୟାଲୋ କଥା ହବା ସେଇ ଟାଇମରେ କଥା ହବା ଅଛି ମୋବାଇଲ ନମ୍ବର ହ୍ୟାଲୋ ହ୍ୟାଲୋ ହଁ ହ୍ୟାଲୋ ନନା ଓ ନନା ନନା ଜୁହାର ଲୋ ନା ଆଜ୍ଞା ତୁ ବଡ ରସିକ ବୁଝିଲ ନା କେମିତି ଜାଣିଲେ ତୁ ଏଇଠୁ ଜାଣିଲି ଭଏସରୁ କଣ ସେତେବେଳେ ଜାଣିପାରୁନଥିଲେ ଭଏସ ଚେଞ୍ଜ କରିକି କଥା ହଉଥିଲୁ ନାଇଁ ନଗର ଦିଆ ନାଇଁ ମୁଁ ହତେ ତ ନନା ଭଏସ ଚେଞ୍ଜ କରିନଥିଲି ଏତେ ନା ନା ସତ ଠାକୁରଙ୍କ ଦେଇ ସତ କୁହନ୍ତୁ କେମିତି ଜାଣିଲେ କଥା କହିଲୁ ପଦରେ କରି ଡାକିଲୁ ଜାଣିଲି ତା ଆଗରୁ ଜାଣିପାରୁନଥିଲେ ସେତରେ ନା ନା ମୁଁ ଜାଣିଲି ସେ ଗୋଟେ ବାବା କଥା ହଉଛି ଆଜ୍ଞା ତତେ ମୁଁ ଫୋନ କରି ବୋଲି ଦେଖିଲା ଭାଇ ସେ ଆସାମ ବାବାଙ୍କ ଆମ ତା ଘରକୁ ଯାଇଥିଲୁ ଆମେ କୋଉଠିକି ଘରଟା କୋଉଠି ପଡିବ ନା ଯାଇଥିଲୁ ଆମେ କାହା ଘର କହିଲେ ଆସାମ ବାବା ଆସାମ ବାବା କାଶ୍ମୀର ଓହୋ ଆମ ପ୍ରସନ୍ନ ତା ନମ୍ବରଟା ଟିକେ ସେୟାର କରିବୁ ମତେ ପଠେଇବୁ ହଁ 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 ନନା ମୁଁ ପଠେଇଦେବି ଆପଣଙ୍କୁ ମନେ କରି ପଠେଇବୁ ଆଉ ଟିକେ ମା ଦେହ ଭଲ ନା ହଁ ଲୋ ନନା ଭଲ ଭଲ ତମେ ତ ପଢିଛ ପତ୍ରପୁରରେ ଯାଉଛ ଘର ଆଡେ ବୁଲି ଆସିବ ପତରାଜପୁରରୁ କେତେ ବାଟ ଘର କହିଲା ଆଉ କଥା ଆଉ ହଁ ହଁ ଆପଣ ଆଇଥିଲେ ମୁଁ ଯାଇଥାନ୍ତି କାଲି 12ଟା ବି ଅଛି ମୁଁ ଆଉ କୋଉଠି ଯାଇପାରୁଛୁ ଆମେ ରାଜନଗର ପଳେଇବୁ କାଲି କୋଉଠି ଅଛନ୍ତି କି ଆମ ଅଛୁ ଏବେ ରାଜକନିକା ଘରେ ଅଛୁ କୋଉଠି ରାଜକନିକା ଓ ରାଜକନିକାରେ ଅଛନ୍ତି ଯିବେ କୁଆଡେ କାଲି ରାଜନଗର ହଁ ହଁ ସିଆଡେ ହେଇଗଲା ଆଉ କାଲି ବନ୍ଦ ଥିଲା ଆଜି ବି ପ୍ରାୟ ବନ୍ଦ ହେଇପାରେ ବର୍ଷା ଲାଗି ରହିଛି ପାଣି କାଦୁଅ ପ୍ରବଳ ଏଠି କାଦୁଅ ମାନେ ଟିକିଟା କାଦୁଅ ଏଠି ହଁ ବା ଗୋଡ ଚାଲିବନି କେତେ କାଦୁଅ ନା ବା ଆଉ ଏମିତି କଥା ହବା ହଉଲ ନନା ହଉ ଜୁଆର ନନା ଜୁଆର